25 ମାର୍ଚ୍ଚ ପାପନାଶିନୀ ଏକାଦଶୀ ଦିନ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଗୋଟିଏ ଛୋଟିଆ ଜିନିଷଟିଏ। ଶ୍ରୀହରି ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଏତେ ପଇସା ଆସିବ ଯେ ଜନ୍ମ ଜନ୍ମାନ୍ତର ଗରିବୀ ତତ୍କାଳୀନ ଦୂର ହୋଇଯିବ ଓ ଧନ ସମ୍ପତ୍ତିରେ 1000 ଗୁଣ ବି ବଢି ଚାଲିବ। ଏହି ଗୋଟିଏ ଜିନିଷକୁ ତୁଳସୀ ଗଛରେ ବାନ୍ଧିବା ବିନା ଏକାଦଶୀ ବ୍ରତ ଅଧୁରା ରହିଥାଏ। ତ ଏହି ଭିଡିଓକୁ ଆପଣଙ୍କର ଲାଭକାରୀ ପାଇଁ ଜରୁର ଦେଖନ୍ତୁ। 25 ମାର୍ଚ୍ଚକୁ ବଡ଼ ଏକାଦଶୀ ପାପନାଶିନୀ ଏକାଦଶୀ ପଡୁଅଛି। ଆଉ ଏହି ଦିନ ତୁଳସୀ ଗଛ ସହ ଯୋଡ଼ା କିଛି ବିଶେଷ ଉପାୟ ଜରୁର କରିବା ଉଚିତ। ସବୁ ପାପରୁ ଆପଣଙ୍କୁ ମୁକ୍ତି ମିଳିଯିବ, ସବୁ ମନସ୍କାମନା ଆପଣଙ୍କର ପୂରଣ ହୋଇଯିବ। ଏତେ ଧନ ଆସିବ ଯେ ସମ୍ଭାଳି ପାରିବେ ନାହିଁ। ମାତା ଲକ୍ଷ୍ମୀ ଓ ଶ୍ରୀହରି ବିଷ୍ଣୁଙ୍କ ଆଶୀର୍ବାଦରୁ ପୁରା ବର୍ଷ ଧନର ବର୍ଷା ହେବ। ଯେପରିକି ଆପଣ ସମସ୍ତେ ଜାଣିଛନ୍ତି କି ପାପନାଶିନୀ ଏକାଦଶୀ 24ଟା ଏକାଦଶୀ ଭିତରୁ ଶ୍ରେଷ୍ଠ ଏକାଦଶୀ ହୋଇଥାଏ। ଆଉ ପାପନାଶିନୀ ଏକାଦଶୀର ପର୍ବ ବହୁତ ହିଁ ଚମତ୍କାରୀ ଓ ଶୁଭ ମନାଯାଏ। ଆଉ ଏହି ଖାସ୍ ଦିନରେ କୌଣସି ବି ଉପାୟ କରାଯାଏ, କୌଣସି ବି କାର୍ଯ୍ୟ କରାଯାଏ ତ ଏଥିରେ ବିଶେଷକାରୀ ଲାଭ ହୋଇଥାଏ। ପାପନାଶିନୀ ଏକାଦଶୀ ବ୍ରତ ରଖିବା ଦ୍ୱାରା ଜଣା ଅଜାଣତରେ ସମସ୍ତ ପାପ ସମାପ୍ତ ହୋଇଥାଏ ଏବଂ ଶ୍ରୀହରି ବିଷ୍ଣୁଙ୍କର ଅସୀମ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଯେଉଁ ବ୍ୟକ୍ତି ତାଙ୍କର ସମସ୍ତ ପାପର ମୁକ୍ତି ପାଇବା ପାଇଁ ଚାହିଁଥାନ୍ତି ତ ସେହି ଲୋକ ପାପନାଶିନୀ ଏକାଦଶୀ ବ୍ରତ ଜରୁର ରଖିବା ଉଚିତ। ପାପନାଶିନୀ ଏକାଦଶୀ ଯେବେ ଆସିଥାଏ ତ ବହୁତ ଫଳଦାୟୀ ଓ ଚମତ୍କାରୀ ମନାଯାଏ। ତ ଏହି ଶୁଭ ଦିନରେ ମାନେ ପାପନାଶିନୀ ଏକାଦଶୀ ଦିନ ଗୋଟେ ଗୁପ୍ତ ଜିନିଷ ତୁଳସୀ ଚଉରାରେ ଜରୁର ବାନ୍ଧିଦେବା ଉଚିତ। ଯଦି ବି ଆପଣ ଏହି ଜିନିଷକୁ ପାପନାଶିନୀ ଏକାଦଶୀ ଦିନ ତୁଳସୀ ଗଛରେ ବାନ୍ଧିଦେବେ ତ ଆପଣଙ୍କୁ ଧନବାନ ବନିବାର କୌଣସି ବି ଶକ୍ତି ରୋକିପାରିବ ନାହିଁ ଏବଂ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ବନି ରହିବ। ଏହି ଭିଡିଓକୁ ଗୋଟେ ଲାଇକ୍ କରି ଆମର ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଜୟ ଭଗବାନ ବିଷ୍ଣୁ ଜରୁର ଲେଖନ୍ତୁ। ଏହି ଉପାୟ ଏତେ ଖାସ୍ ହୋଇଥାଏ କି ଯଦି ଆପଣ 25 ମାର୍ଚ୍ଚ ପାପନାଶିନୀ ଏକାଦଶୀ ଦିନ ଖାସ୍ ଦିନରେ ଶୁଭ ମୁହୂର୍ତ୍ତରେ ସଠିକ କ୍ରିୟା ଅନୁସାରେ ତୁଳସୀ ଗଛ ବାଲା ଉପାୟକୁ କରିଦେବେ ତ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କ ଜୀବନରେ ଯେତେ ବଡ଼ ଦୁଃଖ ଥାଉ ସେହି ଦୁଃଖରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଆପଣଙ୍କର ଯାହା ବି ମନସ୍କାମନା ଅଛି ତାହା ପୂରଣ ହୋଇଯିବ। ଆଉ ଏହି ଉପାୟକୁ ପ୍ରତ୍ୟେକ ସଦସ୍ୟ କରିପାରିବେ। ଆଉ ଏହି ଉପାୟକୁ ଆପଣ ସକାଳେ କରିପାରିବେ ଓ ସନ୍ଧ୍ୟାରେ ପ୍ରଦୋଷ କାଳରେ ବି କରିପାରିବେ। ଆଉ ଏହି ଉପାୟକୁ ଗଙ୍ଗା ଜଳ ସହ ଯୋଡ଼ା। ଆପଣ ସବୁଠୁ ପ୍ରଥମେ ଆପଣଙ୍କ ଘରେ ସକାଳ ସମୟରେ ସ୍ନାନ ଆଦି ସାରି ଗଙ୍ଗା ଜଳକୁ ପୁରା ଘରେ ଛିଞ୍ଚିବେ। ତାପରେ ଯେବେ ଆପଣ ସ୍ନାନ କରିବେ ତ ସେହି ଜଳରେ ଗୋଟିଏ ଚୁଟକି ହଳଦୀ ପକାଇଦେବେ, ସେହି ଜଳରେ ଆପଣ ସ୍ନାନ କରିବେ। ଯଦି ଆପଣ 25 ମାର୍ଚ୍ଚ ପାପନାଶିନୀ ଏକାଦଶୀ ଦିନ ଏକ ଚୁଟକି ପେଶା ହଳଦୀ ପକାଇ ସ୍ନାନ କରିବେ ତ ଏହା ବୁଝି ନିଅନ୍ତୁ କି ରାତାରାତି ଆପଣଙ୍କର ଭାଗ୍ୟ ଚମକି ଉଠିବ ଏବଂ ଆପଣଙ୍କ ଘରେ ଯେତେ ବି ନେଗେଟିଭ ଏନର୍ଜି ଥାଏ ତାହା ଗଙ୍ଗା ଜଳ ଛିଞ୍ଚିବା ଦ୍ୱାରା ଦୂର ହୋଇଥାଏ। ତ ପାପନାଶିନୀ ଏକାଦଶୀ ବହୁତ ହିଁ ଶୁଭ ଓ ଉତ୍ତମ ଦିନ। ଆଉ ଏହି ଦିନ ଏହି ଉପାୟ କରିଦେବେ ତ ଏହା ବୁଝି ନିଅନ୍ତୁ ଆପଣ ଆପଣଙ୍କର ଭାଗ୍ୟର ସାଥ ମିଳିବ। ଆପଣଙ୍କ ଜୀବନରେ ଯେଉଁ ଦୁଃଖ ଅଛି, କଷ୍ଟ ଅଛି ତାହା ଆପଣଙ୍କ ଜୀବନରେ ବହୁତ ଜଲ୍ଦି ପୁରା ହୋଇଯିବ। କାହିଁକି ନା ହଳଦୀ ଆପଣଙ୍କର ଗୁରୁ ଗ୍ରହକୁ ମଜବୁତ କରିଥାଏ। ଶ୍ରୀହରି ବିଷ୍ଣୁ ବହୁତ ଜଲ୍ଦି ପ୍ରସନ୍ନ ହୋଇଯିବେ। ଏବେ ଆସନ୍ତୁ ଜାଣିବା ତୁଳସୀ ଗଛରେ କଣ ବାନ୍ଧିବେ ଯାହା ଦ୍ୱାରା ଆପଣଙ୍କ ଘରେ ଧନର ବର୍ଷା ହେବ ଓ ଅଷ୍ଟଲକ୍ଷ୍ମୀଙ୍କର ବାସ ଆପଣଙ୍କ ଘରେ ହେବ। ଯେଉଁଠି ଶ୍ରୀହରି ବିଷ୍ଣୁ ଥାଆନ୍ତି ସେଠି ଧନର ଦେବୀ ମାତା ଲକ୍ଷ୍ମୀ ଥାଆନ୍ତି। ଯେପରିକି ଆପଣମାନେ ଜାଣିଛନ୍ତି କି ତୁଳସୀ ମାତାଙ୍କ ସହ ଯୋଡ଼ା ପ୍ରତ୍ୟେକ ଉପାୟ ବହୁତ ପ୍ରଭାବଶାଳୀ ହୋଇଥାଏ। ଆଉ ଯେବେ ଆପଣ ତୁଳସୀ ଗଛ ସହ ଯୋଡ଼ା କୌଣସି ବି ଉପାୟ କରିଥାନ୍ତି ତ ଶ୍ରୀହରି ବିଷ୍ଣୁଙ୍କର କୃପା ଆପଣଙ୍କ ଉପରେ ସदैବ ବନି ରହିଥାଏ। ଯଦି ଆପଣ ଚାହାନ୍ତି କି ଆପଣଙ୍କ ଜୀବନରେ କୌଣସି ବିଘ୍ନ କିମ୍ବା ସମସ୍ୟା ନ ଆସୁ ଓ ଧନର କମି ନ ହେଉ ତ ଆପଣଙ୍କୁ 25 ମାର୍ଚ୍ଚ ପାପନାଶିନୀ ଏକାଦଶୀ ଦିନ ଏହି ବିଶେଷ ଉପାୟକୁ ଜରୁର କରିବା ଉଚିତ। ତେବେ ଆସନ୍ତୁ ଜାଣିବା ଏହି ଉପାୟକୁ କିପରି କରିବେ। ସବୁଠୁ ପ୍ରଥମେ ଗୋଟିଏ ରକ୍ଷା ସୂତକ ନେବେ, ଏହା ସହ ହଳଦୀ ନେବେ। ସେହି ହଳଦୀରେ ଅଳ୍ପ ପାଣି ମିଶାଇ ଗୋଟିଏ ଗାଢ଼ା ପେଷ୍ଟ ବନାଇ ଦେବେ। ଏହାପରେ ସେହି ହଳଦୀ ପେଷ୍ଟରେ ରକ୍ଷା ସୂତାକୁ ଭଲସେ ବୁଡ଼ାଇ ଦେବେ। ସେହି ରକ୍ଷା ସୂତାକୁ 3ଟି ଗଣ୍ଠି ପକାଇବେ। ଯେତେବେଳେ ପ୍ରଥମ ଗଣ୍ଠି ଦେବେ ଏହି ମନ୍ତ୍ରକୁ ଜପ କରିବେ, ଜୟ ଶ୍ରୀହରି ବିଷ୍ଣୁ ଜୟ ମାତା ଲକ୍ଷ୍ମୀ। ଏହି ମନ୍ତ୍ର ଜପ କରି ଆପଣଙ୍କ ଉପରେ ଭଗବାନ ବିଷ୍ଣୁଙ୍କର କୃପା ସିଦ୍ଧ ହୋଇଥାଏ।
ନହେଲେ ଆପଣ ଏହି ମନ୍ତ୍ରକୁ ଜପ କରିବେ, ଗଣ୍ଠି ପକାଇ ପାରିବେ। ଓମ୍ ନମୋ ଭଗବତେ ବାସୁଦେବାୟ ନମଃ। ମନ୍ତ୍ରକୁ ଜପ କରିବେ, ଗୋଟିଏ ଗୋଟିଏ ଗଣ୍ଠି ପକାଇବେ। ଏହି ମନ୍ତ୍ରକୁ ଆପଣ କହିକି ଗଣ୍ଠି ପକାଇବେ। ଏହାପରେ ଗୋଟିଏ ଊର୍ଜାର ସଞ୍ଚାର ହୋଇଥାଏ, ଯାହା ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ମାର୍ଗ ଖୋଲିଥାଏ। ଏହାପରେ ସେହି ରକ୍ଷା ସୂତାକୁ ତୁଳସୀ ଗଛରେ ବାନ୍ଧିଦେବେ। କିନ୍ତୁ ଧ୍ୟାନ ଦେବେ, ଏହି ଉପାୟକୁ ଆପଣ ସକାଳେ କରିବେ, କାରଣ ସକାଳ ସମୟରେ ଯେଉଁ ବି ଉପାୟ କରାଯାଏ ସେହି ଉପାୟର ଶକ୍ତି ଅଧିକ ପ୍ରଭାବଶାଳୀ ହୋଇଥାଏ। ସକାଳେ ତୁଳସୀ ଗଛରେ ରକ୍ଷା ସୂତାକୁ ବାନ୍ଧିଦେବେ ଓ ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଗୋଟିଏ ଦୀପ ଜରୁର ଜଳାନ୍ତୁ। ଦୀପ ଜଳାଇବା ଦ୍ୱାରା ଆପଣଙ୍କ ଘରେ ସକାରାତ୍ମକ ଊର୍ଜା ସଞ୍ଚାର ହୋଇଥାଏ ଏବଂ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଦୀପ ଜାଳି ସାରିବା ପରେ ହାତ ଯୋଡ଼ି ପ୍ରାର୍ଥନା କରିବେ, ହେ ଶ୍ରୀହରି ବିଷ୍ଣୁ, ହେ ମାତା ଲକ୍ଷ୍ମୀ, କୃପା କରି ଆମ ସମସ୍ତ ସମସ୍ୟାକୁ ଦୂର କର, ଆମ ଜୀବନରେ ସୁଖ, ସମୃଦ୍ଧି ଓ ଧନର ବାସ କର। ଏହି ଉପାୟ ନା କେବଳ ଆପଣଙ୍କ ଘରେ ଧନର ସମସ୍ୟାକୁ ଦୂର କରିବ, ବରଂ ଆପଣଙ୍କ ଜୀବନରେ ପ୍ରତ୍ୟେକ କଷ୍ଟକୁ, ପ୍ରତ୍ୟେକ ଦୁଃଖକୁ, ପ୍ରତ୍ୟେକ ସମସ୍ୟାକୁ ବି ସମାପ୍ତ କରିଦେବ। ଯେଉଁ ଲୋକଙ୍କର ଆର୍ଥିକ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ, ତାଙ୍କ ପାଇଁ ଏହି ଉପାୟ ବିଶେଷ ଲାଭକାରୀ ହୋଇଥାଏ। ଏବେ ଆସନ୍ତୁ ଜାଣିବା, ପାପନାଶିନୀ ଏକାଦଶୀ ଦିନ ଗୋମାତାଙ୍କୁ ଗୋଟିଏ ଗୁପ୍ତ ଜିନିଷ ଖୁଆଇଦେବେ। ଯଦି ଆପଣ ସେହି ଜିନିଷକୁ ଗୋମାତାଙ୍କୁ ଖୁଆଇଦେବେ, ତ ମାନିକି ଚାଲନ୍ତୁ, ଆପଣଙ୍କର ଲାଭ ହିଁ ଲାଭ ହେବ ଏବଂ ଆପଣଙ୍କର ପ୍ରତ୍ୟେକ ମନସ୍କାମନା ପୁରା ହୋଇଯିବ। ଯଦି ଆପଣ ଚାହାନ୍ତି ଆପଣଙ୍କ ଘରେ ଅନ୍ନ, ଧନ, ବସ୍ତ୍ରର କେବେ ବି କମି ନ ରହୁ, ତ ପାପନାଶିନୀ ଏକାଦଶୀ ଦିନ ଗୋଟିଏ ଖାସ୍ ଉପାୟ ଜରୁର କରିଦିଅନ୍ତୁ। ଏହି ଦିନ ଗାଈକୁ ଏହି ଛୋଟିଆ ଜିନିଷ ଖୁଆଇ ଦିଅନ୍ତୁ। ତାପରେ ଦେଖିବେ କିପରି ଆପଣଙ୍କ ଜୀବନରେ ଖୁସି ଭରିଯିବ। ଏହି ଉପାୟ କରିବା ଦ୍ୱାରା ବ୍ୟକ୍ତିର ଘରେ ଧନର ଉନ୍ନତି ହୋଇଥାଏ। ଟ୍ରେଜରୀ କେବେ ବି ଖାଲି ହୋଇନଥାଏ ଏବଂ ବ୍ୟାଙ୍କ ବାଲାନ୍ସ ଦିନକୁ ଦିନ ବଢ଼ି ଚାଲିଥାଏ। ଜୀବନରେ ଧନ ଆସିବା ଷ୍ଟାର୍ଟ ହୋଇଯିବ। ଯଦି ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ କୌଣସି ବ୍ୟକ୍ତି ଉପରେ କୃପା କରିଦେଇଥାନ୍ତି, ତ ବ୍ୟକ୍ତିକୁ କରୋଡ଼ପତି ବନିବାରେ କେହି ବି ରୋକିପାରିବେ ନାହିଁ। 25 ମାର୍ଚ୍ଚ ପାପନାଶିନୀ ଏକାଦଶୀ ଦିନ ଗାଈକୁ 2ଟି ପୁରୀ ଅବଶ୍ୟ ଖୁଆନ୍ତୁ। ଖାଲି ପୁରୀ ଦେବେ ନାହିଁ, ସେହି ପୁରୀରେ 2ଟି କିମ୍ବା 1ଟି ବେସନ ଲଡୁ ରଖି ଗାଈକୁ ଖୁଆଇ ଦିଅନ୍ତୁ। ଏହାପରେ ମନେ ମନେ ଆପଣଙ୍କର ଯାହା ବି ମନସ୍କାମନା ଅଛି କହିଦେବେ। ଏକାଦଶୀ ଦିନ ଭାତ ଖାଇବା ଉଚିତ ନୁହେଁ, କାରଣ ଧାର୍ମିକ ମାନ୍ୟତା ଅନୁସାରେ ଚାଉଳର ଉତ୍ପତ୍ତି ଭଗବାନ ବିଷ୍ଣୁଙ୍କ ରୋମରୁ ହୋଇଥିଲା। ଏହି ଦିନ ବାଇଗଣ ବି ସେବନ କରିବା ଉଚିତ ନୁହେଁ। ପାପନାଶିନୀ ଏକାଦଶୀ ଦିନ ମାଟି ଉପରେ ଶୋଇବା ଉଚିତ। ଏହି ଦିନ ମୁଖ୍ୟ ରୂପେ ଭଗବାନ ବିଷ୍ଣୁଙ୍କୁ ପୂଜା ଓ ଧ୍ୟାନ ହୋଇଥାଏ। ଏଥିପାଇଁ ଏହି ଦିନ ପୁରା ଭକ୍ତିରେ ଲୀନ ହୋଇଯିବା ଉଚିତ। ପାପନାଶିନୀ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା ଓ ମନ୍ତ୍ର ଜପ କରିବା ଦ୍ୱାରା ପୁଣ୍ୟର ପ୍ରାପ୍ତି ହୋଇଥାଏ। ଏବେ ଚାଲନ୍ତୁ ଜାଣିବା, ପାପନାଶିନୀ ଏକାଦଶୀ ଦିନ କେଉଁ କେଉଁ ଜିନିଷ ଖାଇବା ଉଚିତ। ପାପନାଶିନୀ ଏକାଦଶୀ ଦିନ ଶାଗୁଦାନା, ଅଟା, ନଡ଼ିଆ, ଆଳୁ, କନ୍ଦମୂଳ, ଗୋଲମରିଚ, କ୍ଷୀର, ଅଦା, ଚିନି, ଫଳ ଓ ଗୁଡ଼ର ସେବନ କରିବା ଉଚିତ। ଏହି ପଦାର୍ଥ ବ୍ରତଧାରୀମାନଙ୍କୁ କୌଣସି ବି ବିଘ୍ନ ଘଟି ନଥାଏ। ଏହା ଶାକାହାରୀ ବି ହୋଇଥାଏ। ପାପନାଶିନୀ ବ୍ରତ ଦିନ ସବୁଠାରୁ ଶ୍ରେଷ୍ଠ ହେଉଛି ଫଳ ସେବନ କରିବା, ଯେପରିକି କଦଳୀ, ସେଉ, ଅଙ୍ଗୁର, ସପେଟା, ତରଭୁଜ ଆଦି ସେବନ କରିବା ଉଚିତ। ଏହି ଫଳ ଶରୀରକୁ ତାଜା ପ୍ରଦାନ କରିଥାଏ। ତ ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭାବରେ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ପସନ୍ଦ ଆସିଥାଏ, ତେବେ ଭିଡ଼ିଓଟି ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ନୂଆ ଅଛନ୍ତି, ତେବେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ଶ୍ରୀହରି ବିଷ୍ଣୁ, ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ।